ନଦୀକୁ ଡେଇଁଲେ ଜଣେ ଯୁବକ। କାହିଁକି ଏ ପୋଲ ଉପରୁ ପ୍ରତିବର୍ଷ 2ରୁ 3 ଜଣ ଯୁବକ ଓ ଯୁବତୀ ବାରମ୍ବାର ଡେଇଁ ଜୀବନ ହାରୁଛନ୍ତି? ଆଗରୁ ଏ ପୋଲରୁ ମା ତାର ଛୋଟ ଛୁଆକୁ ଧରି ନଦୀକୁ ଡେଇଁ ଜୀବନ ହରାଇଥିବା ବେଳେ ଆଜି ଆଉ ଏକ ଦୁଃଖଦ ଭରା ଦୃଶ୍ୟ ସାମ୍ନାକୁ ଆସିଛି। ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ି ଯୁବକ ନିଖୋଜ। ଗତକାଲି ରାତି 10ଟା ସମୟରେ ପାତ୍ରପୁର ଗାଁର 19 ବର୍ଷୀୟ ଯୁବକ ସୌମ୍ୟରଞ୍ଜନ ବେଜ ପାତ୍ରପୁର ପୋଲରୁ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧୀନରେ ଥିବା ପାତ୍ରପୁର ଗାଁର ସୌମ୍ୟରଞ୍ଜନ ବେଜ ପାତ୍ରପୁର ଅଞ୍ଚଳରେ ଥିବା ବିୟର ବାରରେ କାମ କରୁଥିଲେ, କିନ୍ତୁ ଗତକାଲି ରାତିରେ ବିୟର ବାର ଦୋକାନ ବନ୍ଦ ହେବା ପରେ ଘରକୁ ଆସୁଥିଲେ। ମାତ୍ର 100 ମିଟର ଦୂରକୁ ଆସି ପାତ୍ରପୁର ପୋଲରୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଖବର ପାଇ ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଘଟଣାସ୍ଥଳରେ ପଟ୍ଟାମୁଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ପାତ୍ରପୁରଠାରୁ ଶ୍ରୀରାମପୁର ପର୍ଯ୍ୟନ୍ତ ନଦୀ ଭିତରେ ଖୋଜାଖୋଜି କରୁଛନ୍ତି। ବର୍ଷା ସତ୍ତ୍ୱେ ବି ଖୋଜାଖୋଜି ଜାରି ରହିଛି। ସୌମ୍ୟରଞ୍ଜନ କାର୍ଯ୍ୟ କରୁଥିବା ବିୟର ବାର ଦୋକାନ ବନ୍ଦ ଥିବା ବେଳେ ବାର ମାଲିକ ବି କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିନାହିଁ। ତେବେ ସନ୍ଦେହ ଘେରରେ ବାର ମାଲିକ ଓ କର୍ମଚାରୀଙ୍କ ଉପରେ ତଦନ୍ତ କରାଗଲେ ପ୍ରକୃତ ଘଟଣା ଓ ରହସ୍ୟ ଜଣାପଡ଼ୁନାହିଁ କ'ଣ ହୋଇଥାଇପାରେ। କେନ୍ଦ୍ରାପଡ଼ାରୁ ସ୍ୱତନ୍ତ୍ର ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ, ଓଡ଼ିଶା ପତ୍ରକାର ନ୍ୟୁଜ୍। ପୁଅ କିଛି ଆମେ ଜାଣିନଥିଲୁ କିଛି। ତାର ଦୋକାନରେ ରହୁଥିଲା, ଘରକୁ ଯାଉଥିଲା, ଖାଉଥିଲା, ଶୋଉଥିଲା। ପହରଦିନ ବି ମଦ ଦୋକାନରେ ଯାଇଛି, ମଦ ଦୋକାନରେ ଥିଲା। ପହରଦିନ ରାତିରେ ଘରେ ଯାଇ ଶୋଇଥିଲା। କାଲି ତ ଦିନ ମାନ ଘରେ ଥିଲା। ଘରେ କିଛି ପାଟିଗଳ ନାହିଁ, ଝଗଡ଼ା ନାହିଁ, କିଛି ନାହିଁ। ଖାଇଲା, ବିରିୟାନୀ ନେଇକି ଯାଇଥିଲା। ଖାଇଲା, ପ୍ୟାଣ୍ଟ ସାର୍ଟ ନେଇଥିଲା। ମୋତେ କହିଲା ମା ସଫା କରିଦେବୁ। ମୁଁ ସେଇଠୁ ଶୋଇଲି। ବାବା ଗାଧୁଆ ହେଲାଣି, କେତେବେଳେ ସଫା କରିବି? କହିଲା ମୁଁ ଯିବି ଏଠିକି ଭୁବନେଶ୍ୱର ଯିବି, ମୋତେ ଟିକେ ସଫା କରିଦେବୁ। ମୁଁ ହଉ ସଫା କରିଦେବି। ଖାଇକିନା କୁକୁରକୁ ନେଇକି ଦୋକାନକୁ ଆଇଲା। ଦୋକାନରୁ ପୁଣି ଘରକୁ ଗଲା। 5ଟା ବେଳୁ ତ ଦୋକାନକୁ ଆଇଛି ଆଉ। ରାତି 10ଟା, 10:30 ବେଳେ ମୋ ପୁଅର ପୁଅ କତିକି ଫୋନ୍ କେଉଁଟା କଲା, କହିଲା ତମ ପୁଅ ନଈକି। ଆଉ କିଛି ଦେଖୁନି। ଆମେ କାଲି ରାତି 10:45 ବେଳୁ ଖବର MDT ଶୈବାର କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଖବର ପାଇଲୁ ଯେ ଆମର ପତ୍ର ବ୍ରିଜ୍ ପାଖରେ ଗୋଟେ ପିଲାଟେ ନଦୀ ଗର୍ଭକୁ ଡେଇଁ ପଡ଼ିଅଛି। ସଙ୍ଗେ ସଙ୍ଗେ ଆମେ କାଳନିର୍ବାହନ ନ କରି ଆମର କର୍ମଚାରୀମାନେ ଆମର ରବର ବୋଟ୍, OBM ଏବଂ ଆମର ସରଞ୍ଜାମ ଧରିକି ସଙ୍ଗେ ସଙ୍ଗେ ଆଜି ଏଠି ରେସ୍କ୍ୟୁ କାର୍ଯ୍ୟ ଆରମ୍ଭ କରିଥିଲୁ। ସଙ୍ଗେ ସଙ୍ଗେ ଆମେମାନେ ସାଙ୍ଗେ ସାଙ୍ଗେ ଆମର ଉପରିସ୍ଥ ଅଧିକାରୀ AFO ସାର୍ଙ୍କୁ ମଧ୍ୟ এই ବିଷୟରେ ଆମେ ଜଣାଇଥିଲୁ। AFO ସାର୍ଙ୍କର ତତ୍ତ୍ୱାବଧାନରେ ସଙ୍ଗେ ସଙ୍ଗେ ଆମେ ରେସ୍କ୍ୟୁ କାର୍ଯ୍ୟ ଚାଲୁ କରିଥିଲୁ। ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାୟ ରାତି 3:30, 4ଟା ପର୍ଯ୍ୟନ୍ତ ମଧ୍ୟ ଆମେ এই ରେସ୍କ୍ୟୁ କାର୍ଯ୍ୟ ଏଠି ଅପରେସନ୍ ଚାଲୁ ରଖିଥିଲୁ। କିନ୍ତୁ ବିଳମ୍ବିତ ରାତି ହୋଇଯିବାରୁ ଆମ ପାଖରେ ଏତିକି ଆଲୋକ ସରଞ୍ଜାମ ନଥିବାରୁ ଆମେ ରେସ୍କ୍ୟୁ କାର୍ଯ୍ୟ ସେତିକିରେ ବନ୍ଦ କରିକି ସାଙ୍ଗେ ସାଙ୍ଗେ ମଧ୍ୟ ଏହି ବିଷୟରେ ଆମେ ଶୈବାର କଣ୍ଟ୍ରୋଲ ରୁମ୍କୁ ଜଣାଇଥିଲୁ। ପୁନଶ୍ଚ ଆମେ ଭୋର 5ଟା ସମୟରେ ମଧ୍ୟ ପୁଣି ଶୈବାର କଣ୍ଟ୍ରୋଲ ରୁମ୍ରୁ ଖବର ପାଇ ସଙ୍ଗେ ସଙ୍ଗେ ଆମର ପୁନଶ୍ଚ ସେହି ଟିମ୍ ସହ ଆମେ ପୁନଶ୍ଚ ଏହି ଦୁର୍ଘଟଣାସ୍ଥଳକୁ ଆସି ମଧ୍ୟ ରେସ୍କ୍ୟୁ କାର୍ଯ୍ୟ ଏ ପର୍ଯ୍ୟନ୍ତ ଚାଲୁ ରଖିଅଛୁ। ମୋ ଭାଇ ସବୁଦିନ ଭଳି କାମ କରିବାକୁ ଆସେ ପଲେଇ ବାର ଆଣ୍ଡ ରେଷ୍ଟୁରାଣ୍ଟରେ। ତ କାଲି ମଧ୍ୟ ଆସିଲା କାମ କରିବାକୁ। କାଲି ଲଞ୍ଚ ଟାଇମ୍ରେ ଗଲା ଖାଇବାକୁ, 3ଟା ବେଳେ ଖାଇକି ଘରୁ 5ଟା ବେଳେ ଆସିଲା। ତାପରେ ସଡ଼ନ୍ ମୋତେ ରାତି 10:35 ମୋ ସାଙ୍ଗ ଜଣେ ମୋତେ ଫୋନ୍ କରି କହିଲେ କି ତୋ ଭାଇ ଏମିତି ନଦୀକି ଡେଇଁ ପଡ଼ିଛି। ତ ସେ ଖବର ପାଇ ସାଙ୍ଗେ ସାଙ୍ଗେ ଆମେ ଆସି ଖୋଜାଖୋଜି କଲୁ। ଖୋଜାଖୋଜି କରିବା ଫଳରେ କୌଣସି ପ୍ରୟାସରେ ଆମେ ସଫଳ ହୋଇପାରିଲୁନି। ତାପରେ ଦମକଳକୁ ଫୋନ୍ କରାଗଲା। ଦମକଳ କେନ୍ଦ୍ରରୁ କର୍ମଚାରୀମାନେ ଆସି ଆମକୁ ଖୋଜାଖୋଜିରେ ହେଲ୍ପ କଲେ। କୌଣସି ପ୍ରକାର ସଫଳ ପାଇପାରିଲୁନି। ତାପରେ ସେ ଆଜି ପର୍ଯ୍ୟନ୍ତ ଏ ପର୍ଯ୍ୟନ୍ତ ମଧ୍ୟ ଖୋଜାଖୋଜି ଜାରି ରହିଛି। ସେ ପର୍ଯ୍ୟନ୍ତ ଆମେ କୌଣସି ସନ୍ଧାନ ପାଇପାରୁନୁ ମୋ ଭାଇର।